ଏହି ୱାର୍ଡ ଅଫ୍ ଗଡ୍ ଚ୍ୟାନେଲ ତରଫରୁ ମୁଁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଓ ନମସ୍କାର ଜ୍ଞାପନ କରେ। ଏହି ୱାର୍ଡ ଅଫ୍ ଗଡ୍ ଚ୍ୟାନେଲ ଖୋଲିବାର ପଛର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଏ ପର୍ଯ୍ୟନ୍ତ ବାଇବେଲ କଲେଜକୁ ଯାଇନାହାନ୍ତି, ଏହିପରି ଚାଳକ, ପ୍ରଚାଳକ ଏବଂ ପାଳକମାନଙ୍କ ନିମନ୍ତେ ଏହି ଚ୍ୟାନେଲ ଆମ୍ଭେମାନେ ଖୋଲିଅଛୁ। ଯଦି ଆପଣମାନଙ୍କୁ ଏହି ଚ୍ୟାନେଲର ଅପଲୋଡ଼ କରାଯାଉଥିବା ଭିଡ଼ିଓ, ଗୀତ କିମ୍ବା କୌଣସି ଅଡ଼ିଓ ଯଦି ପସନ୍ଦ ଲାଗେ, ତାହେଲେ ଆପଣମାନେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଚାଲନ୍ତୁ ଆମ୍ଭେମାନେ ଆଗକୁ ଯିବା। ପ୍ରଥମେ ଆମ୍ଭେମାନେ ବାଇବଲ ବିଷୟ କିଛି ଶିଖିବା ପାଇଁ ଯିବା। ଏହି ବାଇବଲର ଅନ୍ୟ ନାମ ହେଉଛି ଈଶ୍ୱରଙ୍କ ବାକ୍ୟ, ଯେଉଁଟାକି ଗ୍ରୀକ ଭାଷାରେ ଯଦି ଆମେ ଦେଖୁ ଯେ ବିବ୍ଲସ୍ ବୋଲିକି ଶବ୍ଦ ଆସିଥାଏ, ତାହାର ଅର୍ଥ ହେଉଛି ବୁକ୍ ବା ବହି। ଏହି ପୁସ୍ତକରେ, ଏହି ବାଇବଲରେ 66ଟି ପୁସ୍ତକ ରହିଛି ଏବଂ ଏହି 66ଟି ପୁସ୍ତକ ଗୁଡ଼ିକୁ 40 ଜଣ ଲେଖକମାନେ ଲେଖିଛନ୍ତି ଏବଂ ଏହି ଲେଖକମାନେ ବିଭିନ୍ନ ସ୍ଥାନରେ ରହି ସେମାନେ ଲେଖିଛନ୍ତି ଏବଂ ଭିନ୍ନ ଭିନ୍ନ ଲୋକମାନେ ଏହାକୁ ଲେଖିଛନ୍ତି ଏବଂ ଏମାନେ ଭିନ୍ନ ଭିନ୍ନ ସମୟରେ ସେମାନେ ଲେଖିଛନ୍ତି ଏବଂ ବିଭିନ୍ନ ପରିସ୍ଥିତିରେ ଥାଇକି ସେମାନେ ଲେଖିଛନ୍ତି। ଏବଂ ଏହି ପୁରାତନ ନିୟମରେ ଆମମାନେ ସାଧାରଣତଃ 39ଟି ପୁସ୍ତକ ପାଇଥାଉ ଏବଂ ନୂତନ ନିୟମରେ ଆମ୍ଭେମାନେ 27ଟି ପୁସ୍ତକ ପାଇଥାଉ। କାରଣ ଏହି ବାଇବଲକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି, ପୁରାତନ ନିୟମ ଓ ନୂତନ ନିୟମ। ଏହିପରି ଏବଂ ପୁରାତନ ନିୟମରେ ଆମେ 39ଟି ପୁସ୍ତକକୁ ଯେତେବେଳେ ଆମେ ପାଇଥାଉ, ଏହି 39ଟି ପୁସ୍ତକ ଗୁଡ଼ିକୁ 5 ଭାଗରେ ବିଭକ୍ତ କରାଯାଇଛି, ଯେଉଁମାନେ ମଣ୍ଡଳୀର ପିତାମାନଙ୍କ ଦ୍ୱାରା, ଯାହାକି ପ୍ରଥମ ଭାଗରେ ଆମମାନେ ପାଇଥାଉ ବ୍ୟବସ୍ଥା ପୁସ୍ତକ ଗୁଡ଼ିକ, ଯେଉଁଟାକି ଆମେ ସୃଷ୍ଟିରୁ ସେଟା ଆମେ ଅଧ୍ୟୟନ କରିଥାଉ ଯେ ଏହାକୁ ବ୍ୟବସ୍ଥା ପୁସ୍ତକ ବୋଲି କୁହାଯାଏ, ଯେଉଁଟାକି ଆଦି ପୁସ୍ତକ ଠାରୁ ଦ୍ୱିତୀୟ ବିବରଣୀ ପର୍ଯ୍ୟନ୍ତ। ତା ସହିତ ଦ୍ୱିତୀୟ ଭାଗରେ ଆମେ ପାଇଥାଉ ଇତିହାସ ପୁସ୍ତକ ଗୁଡ଼ିକ। ଏହା 12ଟି ଅଟେ। ଏହି 12ଟି ଇତିହାସ ପୁସ୍ତକ ଗୁଡ଼ିକୁ ଜିହୁସୟ ପୁସ୍ତକ ଠାରୁ ଏଷ୍ଟର ପୁସ୍ତକ ପର୍ଯ୍ୟନ୍ତ ଆମ୍ଭେମାନେ ପାଇଥାଉ। ଏବଂ ତୃତୀୟ ଭାଗ ହେଉଛି କବିତା ପୁସ୍ତକ ବା ପୋଏଟିକାଲ ବୁକ୍ସ ଯେଉଁ କୁହାଯାଏ। ଏହି କବିତା ପୁସ୍ତକ ଗୁଡ଼ିକୁ 5ଟି ବହିକୁ କବିତା ପୁସ୍ତକ ବୋଲି କୁହାଯାଏ, ଯାହାକି ଆୟୁବ ପୁସ୍ତକ ଠାରୁ ପରମ ଗୀତ ପୁସ୍ତକ ପର୍ଯ୍ୟନ୍ତ। ତାପରେ ଚତୁର୍ଥ ଭାଗରେ ଆମ୍ଭେମାନେ ପାଇଥାଉ ଯେ ବଡ଼ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ଗୁଡ଼ିକ। ଯେଉଁମାନେ ବଡ଼ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ଗୁଡ଼ିକ ଯେତେବେଳେ କହୁ, ତାହା ହେଉଛି 5ଟି ପୁସ୍ତକ ଅଟେ, ଯେଉଁଟାକି ଯିଶାୟ ପୁସ୍ତକ ଠାରୁ ଦାନିଏଲ ପୁସ୍ତକ ପର୍ଯ୍ୟନ୍ତ। ଏବଂ ପଞ୍ଚମ ଭାଗରେ ଆମେ ପାଇଥାଉ ଯେ କ୍ଷୁଦ୍ର ଭାବବାଦୀଙ୍କ ପୁସ୍ତକ ଗୁଡ଼ିକ, ଯେଉଁଟା କ୍ଷୁଦ୍ର ଭାବବାଦୀ ମାନଙ୍କ ପୁସ୍ତକ 12 ଗୋଟି ଅଟେ, ଯେଉଁଟାକି ହୋସେ ପୁସ୍ତକ ଠାରୁ ମଲାଖି ପୁସ୍ତକ ପର୍ଯ୍ୟନ୍ତ ଆମେମାନେ ପାଇଥାଉ ଏହି କ୍ଷୁଦ୍ର ଭାବବାଦୀ ମାନଙ୍କର ପୁସ୍ତକ ଗୁଡ଼ିକ। ଏବଂ ଏହି ପୁରାତନ ନିୟମରେ ଆମେ କିଛି ମୁଖ୍ୟ ବ୍ୟକ୍ତି ମାନଙ୍କୁ ପାଇଥାଉ, ଯାହାକି ଆମମାନଙ୍କର ପ୍ରଥମରେ ଆମମାନଙ୍କର ପୂର୍ବ ପୁରୁଷ ମାନଙ୍କୁ ବା ଆମମାନଙ୍କର ପିତୃପୁରୁଷ ମାନଙ୍କୁ ଆମେ ପାଇଥାଉ। ଦ୍ୱିତୀୟରେ ଆମ୍ଭେମାନେ ଭବିଷ୍ୟତ ବକ୍ତା ମାନଙ୍କୁ ପାଇଥାଉ ଏବଂ ତୃତୀୟରେ ଆମେ ରାଜା ମାନଙ୍କୁ ପାଇଥାଉ ଏବଂ ଚତୁର୍ଥରେ ଯାଜକ ମାନଙ୍କୁ ପାଇଥାଉ ଓ ପଞ୍ଚମରେ ବିଚାରକର୍ତ୍ତା ମାନଙ୍କୁ ପାଇଥାଉ। ଏହିପରି ଆମ୍ଭେମାନେ ଏହି ବାଇବେଲର ଏହି 39 ପୁସ୍ତକ ମାନଙ୍କ ମଧ୍ୟରୁ ଆମେ ଏହି ପ୍ରକାର 5 ପ୍ରକାର ଲୋକମାନଙ୍କୁ ଆମେ ପାଇଥାଉ। ହୋଇପାରେ ଅନେକ ଥାଇପାରନ୍ତି, କିନ୍ତୁ ଏହି 5 ପ୍ରକାରର ଲୋକମାନେ ପ୍ରାୟତଃ ସେହି ପୁରାତନ ନିୟମରେ କାର୍ଯ୍ୟ କରିଥିଲେ। ଯେପରି ମୁଁ ଆପଣମାନଙ୍କୁ କହିଲି ଯେ ନୂତନ ନିୟମରେ ଯେଉଁ 27ଟି ପୁସ୍ତକ ଅଛି, ସେହି 27ଟି ପୁସ୍ତକ ମାନଙ୍କୁ ମଧ୍ୟ ଏହିପରି 4 ଭାଗରେ ବିଭକ୍ତ କରାଯାଇଛି, ଯାହାକି ସେହି ପ୍ରଥମ ଭାଗ ହେଉଛି ସୁସମାଚାର ଭାଗ ବା ସୁସମାଚାର ପୁସ୍ତକ ଗୁଡ଼ିକ, ଯେଉଁଟାକି ଯୀଶୁଙ୍କ ବିଷୟରେ ଆମେ ପାଇଥାଉ।
ଏବଂ ଏହି ପ୍ରଥମ ଭାଗ ହେଉଛି ସୁସମାଚାର ପୁସ୍ତକ, ଆଉ ସେଟା ହେଉଛି ମାଥ୍ୟୁ ପୁସ୍ତକ ଠାରୁ ଜହନ ପୁସ୍ତକ ପର୍ଯ୍ୟନ୍ତ। ଆଉ ଦ୍ୱିତୀୟ ଭାଗ ହେଉଛି ଇତିହାସ ପୁସ୍ତକ, ଯୋଉ ଇତିହାସ ପୁସ୍ତକ ଆମେ କେବଳ ପ୍ରେରିତ ପୁସ୍ତକରେ ଆମେ ପାଇଥାଉ। ସେଇ ପ୍ରେରିତ ପୁସ୍ତକ ଗୋଟିଏ ଇତିହାସ ପୁସ୍ତକ। ଏହି ଇତିହାସ ପୁସ୍ତକରେ ଆମେ ପାଇଥାଉ ଯେ ମଣ୍ଡଳୀର ସ୍ଥାପନର ଇତିହାସ ଗୁଡ଼ିକ ଆମେ ପାଇଥାଉ। ତା ସହିତ ପବିତ୍ର ଆତ୍ମାଙ୍କର ଅବତରଣର ଇତିହାସ ମଧ୍ୟ ଆମେ ସେହି ସ୍ଥାନରେ ପାଇଥାଉ। ତା ସହିତ ଅନେକ ଶିଷ୍ୟମାନଙ୍କର ସେବା କାର୍ଯ୍ୟର ଇତିହାସ ମଧ୍ୟ ଆମେ ସେହି ସ୍ଥାନରେ ପାଇଥାଉ। ତାପରେ ତୃତୀୟ ଭାଗ ହେଉଛି ଚିଠି ଗୁଡ଼ିକ ବା ଚିଠାଉ ଗୁଡ଼ିକ, ଯୋଉଟା କି ସେହି ରୋମିଓ ପୁସ୍ତକ ଠାରୁ ଆମେମାନେ ଯୋଉ ଜିହୁଦା ପୁସ୍ତକ ପର୍ଯ୍ୟନ୍ତ ଆମେ ପାଇଥାଉ ସେଇ ଚିଠି ଗୁଡ଼ିକ। ଏହି ଚିଠି ମାନଙ୍କ ମଧ୍ୟରୁ ସେଟା ମଧ୍ୟ କିଛି ଭାଗରେ ବିଭକ୍ତ କରାଯାଇଛି, ଯୋଉଟା କି ବ୍ୟକ୍ତିଗତ ଚିଠି ଏବଂ ପାଳକୀୟ ଚିଠି ଏବଂ ମାଣ୍ଡଳିକ ଚିଠି ଏହି ପ୍ରକାରରେ ବିଭକ୍ତ କରାଯାଇଛି। ଏବଂ ଶେଷ ଭାଗ ବା ଚତୁର୍ଥ ଭାଗ ହେଉଛି ଭାବବାଣୀ ପୁସ୍ତକ, ଯୋଉଟାକି ଆମେ ପ୍ରକାଶିତ ବାକ୍ୟକୁ କହୁ, କାରଣ ତାହା ହେଉଛି ଭାବବାଣୀ ପୁସ୍ତକ ଅଟେ। କେବଳ ଏକମାତ୍ର ପୁସ୍ତକ ଯୋଉଟାକି ଭାବବାଣୀ ପୁସ୍ତକ। ଏହି ପୁସ୍ତକରେ ଆମେ ସମସ୍ତ ଭାବବାଣୀ ଆମେ ପାଇଥାଉ। ଏହିପରି ପୁରାତନ ନିୟମକୁ 39ଟି ପୁସ୍ତକକୁ 5 ଭାଗରେ ବିଭକ୍ତ କରାଯାଇଛି ଏବଂ ନୂତନ ନିୟମର 27ଟି ପୁସ୍ତକକୁ 4 ଭାଗରେ ବିଭକ୍ତ କରାଯାଇଛି।